ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଚାଷୀ ଭାଇ ମାନଙ୍କ ପାଇଁ ସରକାର ଏବେ ଗୋଟେ ବହୁତ ବଡ ଘୋଷଣା କରିଛନ୍ତି। ଆପଣଙ୍କର ଅଞ୍ଚଳରେ ଯୋଉ ସବୁ କ୍ଷତିଗ୍ରସ୍ତ ହେଇଛି ବନ୍ୟା ବିପର୍ଯ୍ୟୟକୁ ନେଇକି, ଯାହାକି ଆପଣଙ୍କର ସରକାର ଏବେ ଆପଣଙ୍କୁ 17,000 ଟଙ୍କା ମଧ୍ୟ ଆପଣଙ୍କୁ ସରକାର ଦେବେ। ତ ଏଇସବୁ ଜିନିଷ ଆପଣଙ୍କୁ 17,000 ଟଙ୍କା ଦେବେ କିମ୍ବା ଆପଣଙ୍କ ଅଞ୍ଚଳରେ ଯେ ସବୁ ବନ୍ୟା ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଛି, ତ ସେଟା ସବୁ ଆପଣ କ୍ଷତିଗ୍ରସ୍ତ ପଇସା ସବୁ କେମିତି ଭାବରେ ପାଇବେ ଏବଂ କେଉଁ କେଉଁ ଡକୁମେଣ୍ଟ ସବୁ ଦରକାର ଏବଂ ଏଇ ଡକୁମେଣ୍ଟ ନେଇକି ଆପଣ କାହାକୁ ଦେବେ, ସେସବୁ ବିଷୟରେ ମୁଁ ଟୋଟାଲ ଡିଟେଲ୍ସ ଭାବରେ ଆପଣଙ୍କୁ ଭିଡ଼ିଓ ମଧ୍ୟ ଜଣେଇଦେବି। ତା ପୂର୍ବରୁ ଯଦି ଆପଣ ଏ ଭିଡ଼ିଓରେ ନୂଆ ଅଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ବିଶେଷ କରି ଉତ୍ତର ଓଡ଼ିଶା ମାନେ ଆମ ବାଲେଶ୍ୱର, ଭଦ୍ରକ ଏସବୁ ଜିନିଷ ଜିଲ୍ଲା ମାନଙ୍କରେ ଆପଣଙ୍କର ପ୍ରବଳ ବନ୍ୟା ଏବେ ଚାଲିଛି ଏବଂ ଏଇ ପ୍ରବଳ ବନ୍ୟାରେ ଆପଣଙ୍କର ଚାଷ ଜମି ସବୁ ଏବେ କ୍ଷତିଗ୍ରସ୍ତ ଭାବରେ ଅଛି। କାହାର ମାନେ ଏତେବେଳେ ଚାଷ ଜମି ପୁରା ବୁଡିକି ଅଛି ବନ୍ୟା ପାଣିରେ, କାହାର ଏତେବେଳେ ଯୋଉମାନଙ୍କର ବିହନ ସବୁ ଆପଣ ରୋଇଥିଲେ ସେ ବିହନ ଏବେ କିଛି ନାହିଁ, ପୁରା ମାନେ ବନ୍ୟା ପୁରା ଅଞ୍ଚଳ ପୁରା କ୍ଷତିଗ୍ରସ୍ତ ଭାବେ ଅଛନ୍ତି। ଆଉ ଆମର ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ନା ସେ ବନ୍ୟା ବିପର୍ଯ୍ୟୟ ଅଞ୍ଚଳକୁ ବୁଲିକି ଏବେ 1,000 କୋଟି ଟଙ୍କା ଆପଣମାନଙ୍କର କ୍ଷତିଗ୍ରସ୍ତ ପାଇଁ ସରକାର ଏବେ ଘୋଷଣା କରିଛନ୍ତି। ଏ 1,000 କୋଟି ଘଟଣାର ମାନେ ଆମ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି, ଏଥିରେ ଚାଷୀ ଭାଇ ମାନଙ୍କ ପାଇଁ କଣ ସବୁ ସୁବିଧା ଅଛି, ତ ଚାଲନ୍ତୁ ସେ ବିଷୟରେ ଜାଣି ନେବା। ଦେଖନ୍ତୁ, ଆପଣଙ୍କର ଏଠି ଲେଖା ହେଇଛି କି ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ 1,000 କୋଟି ଟଙ୍କାର 10ଟି ସୂତ୍ର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି କି ଆମ ସରକାର ଘୋଷଣା କରିଛନ୍ତି। ସେଇ 10ଟି ସୂତ୍ର ଯୋଉ ଘୋଷଣା କରିଛନ୍ତି, ତ ଚାଲନ୍ତୁ ଦେଖିବା କଣ କଣ ଅଛି। ପ୍ରଥମେ ମୁଁ ଆପଣଙ୍କୁ ବୁଝେଇବାକୁ ଭଲ ଭାବରେ ଦେଖନ୍ତୁ। ପ୍ରଥମେ ଯଦି ଆପଣଙ୍କୁ ଦେଖିବା ପାଇଁ ଯିବା, ଏଠି ଆପଣଙ୍କର ଲେଖା ହେଇଛି ବନ୍ୟା ପ୍ରଭାବିତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଇନପୁଟ ସବସିଡି ପ୍ରଦାନ କରାଯିବ। ମାନେ ଆପଣଙ୍କର ସବସିଡି ଯୋଉଟା ରହିଛି ଆପଣଙ୍କର ସରକାରଙ୍କ ପକ୍ଷରୁ ସେଟା ଆପଣଙ୍କୁ ପ୍ରଦାନ କରାଯିବ। ଦୁଇରେ ଅଛି 33% କିମ୍ବା ତାଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ନାମକ ଚାଷୀଙ୍କୁ ଅଣଜଳସିଞ୍ଚ ଅଞ୍ଚଳରେ ହେକ୍ଟର ପିଛା 8,500 ଟଙ୍କା ଲେଖା ପ୍ରଦାନ ମଧ୍ୟ କରାଯିବ। ଯୋଉମାନଙ୍କର ଫସଲ କ୍ଷତି ହେଇଛି ତାହାକି 33% ରୁ ଅଧିକ ଯଦି କ୍ଷତି ଆପଣଙ୍କର ହେଇଥିବ, ତାହେଲେ ଆପଣମାନେ 8,500 ଟଙ୍କା ଆପଣମାନେ ପାଇବେ। ଜଳସେଚିତ ଅଞ୍ଚଳରେ ଏହି ସହାୟତା ହେକ୍ଟର ପିଛା 17,000 ଟଙ୍କା ପ୍ରଦାନ କରାଯିବ। ଯୋଉମାନଙ୍କର ମାନେ ଜଳସେଚିତ ଅଞ୍ଚଳ ଯୋଉ କେନାଲ ଥିବ କିମ୍ବା ଆପଣଙ୍କର ଯୋଉ କେନାଲ ସବ୍ କେନାଲ ଯୋଉଟା ଥିବ, ସେଥିରେ ଯଦି ଆପଣଙ୍କର କିଛି ବି କ୍ଷତି ହେଇଥିବ ତାହେଲେ ଆପଣ 17,000 ଟଙ୍କା ଆପଣମାନେ ପାଇବେ। ସମସ୍ତ ପ୍ରକାର ବାରମାସୀର ଫସଲ ପାଇଁ ହେକ୍ଟର ପିଛା 22,500 ଟଙ୍କାର କୃଷି ଇନପୁଟ ସବସିଡି ପ୍ରଦାନ କରାଯିବ। ମାନେ ଆପଣଙ୍କ ଯୋଉ 12 ମାସ ଫସଲ ଯଦି ଆପଣ କରୁଛନ୍ତି ହେକ୍ଟର ପିଛା ଆପଣଙ୍କର 22,500 ଟଙ୍କା ଆପଣଙ୍କର କୃଷି ଇନପୁଟ ସବସିଡି ଆପଣଙ୍କୁ ସରକାର ଆପଣଙ୍କୁ ପ୍ରଦାନ କରିବେ। ଆଉ କଣ ରହିଛି ନା କ୍ଷତିଗ୍ରସ୍ତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଧାନ, ଅଣଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ମାନେ ଆପଣଙ୍କ ତୁମର ଚାଷ ଜମି କ୍ଷତି ହେଇଯିବ, ଯୋଉଟା କି ଆପଣଙ୍କୁ ମୁଁ କହିଲି କଣ 33% ରୁ ଅଧିକ ହେଇଯିବ, ତ ସେଇ ଯଦି ଚାଷ ଜମି ଆପଣଙ୍କ କ୍ଷତି ହେଇଥିବ, ତାହେଲେ ଆପଣଙ୍କୁ ଡିବିଟି ମାଧ୍ୟମରେ ଆପଣମାନଙ୍କୁ ଟଙ୍କା ଆପଣଙ୍କୁ ଦିଆଯିବ। କଣ ପାଇଁ ନା ଆପଣଙ୍କର ଧାନ ବିହନ ଧାନ କିଣିବା ପାଇଁ ଆପଣଙ୍କୁ ଟଙ୍କା ଆପଣଙ୍କୁ ପ୍ରଦାନ କରାଯିବ। ବୁଝିପାରିଲେ ଜିନିଷଟି। ତାପରେ କଣ ରହିଛି ନା ସରକାରଙ୍କ ତରଫରୁ ସରକାରୀ ଓ ବେସରକାରୀ ମାଧ୍ୟମରେ ଆବଶ୍ୟକୀୟ ବିହନ ଚାଷୀ ମାନଙ୍କୁ କିଣିବା ପାଇଁ ଉପଲବ୍ଧ କରାଯିବ। ସରକାରଙ୍କ ତରଫରୁ ମଧ୍ୟ ଯଦି ଆପଣଙ୍କର ଚାଷୀ ମାନେ ଯୋଉ କିଣୁଛନ୍ତି, ତ ସେଥିପାଇଁ ମଧ୍ୟ ଆପଣଙ୍କୁ ଆବଶ୍ୟକ ବିହନ ଯାହା ବି କିଛି ପଡିବ, ସେଥିରେ ଆପଣଙ୍କୁ ସରକାର ମଧ୍ୟ ଆପଣଙ୍କୁ ଦେବେ। ଆଉ କଣ ଅଛି ନା କ୍ଷତିଗ୍ରସ୍ତ ଚାଷୀଙ୍କୁ ପନିପରିବା ଚାଷ ପାଇଁ ମାଗଣାରେ ମିନିକେଟ ପ୍ରଦାନ କରାଯିବ। ଆପଣଙ୍କ ଯୋଉ ମିନିକେଟ ମାନେ ଯାହାକି ଆପଣଙ୍କର ପରିବେଶ କରିବା ପାଇଁ ଯାହା କିଛି କିଟ୍ ରହିଛି ଆପଣଙ୍କୁ ସରକାରଙ୍କ ତରଫରୁ, ଯୋଉଟା କି ସେଟା ଆପଣଙ୍କୁ ମଧ୍ୟ ଦିଆଯିବ। ଆପଣ ଚାଷ କରିକି ନିଜର ପରିବାରକୁ ଆପଣ ଚଳାଇ ପାରିବେ। ଆଉ କଣ ଅଛି ନା ବନ୍ୟା ପରିବର୍ତ୍ତେ ରୋଗୀ ରୋଗପାକ ନିୟନ୍ତ୍ରଣ ପାଇଁ 75% 75% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ମାନେ ଆପଣଙ୍କର ଯୋଉ ଚାଷ ଜମି ବନ୍ୟା ପରେ ଯୋଉ ଚାଷ ଜମିରେ ଯୋଉ ପୋଟ ମାରିଯାଏ, ସେଥିପାଇଁ ଆପଣଙ୍କର ଯାହା କିଛି ରୋଗ ସବୁ ହୁଏ ଚାଷ ଜମିକୁ ନେଇକି, ସେଥିରେ ମଧ୍ୟ ଆପଣଙ୍କର ସବସିଡି ପ୍ରଦାନ କରାଯିବ। କେତେ 75% ଆପଣଙ୍କୁ ଦିଆଯିବ। ଚାଷ ଜମିରେ ସମସ୍ତ ଜଳସେଚନ ବ୍ୟବସ୍ଥାକୁ ସଚଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆପଣଙ୍କ ଚାଷ ଜମିରେ ଯାହା ବି ଜଳସେଚନ ବ୍ୟବସ୍ଥାକୁ ଭଲ ଭାବରେ ତୁରନ୍ତ ପଦକ୍ଷେପ କରିବା ପାଇଁ ସରକାର ମଧ୍ୟ ଆପଣଙ୍କୁ এই ଜଳସେଚନ ବ୍ୟବସ୍ଥା ସୁରକ୍ଷିତ କରିପାରିବେ। ଇଚ୍ଛୁକ ଚାଷୀମାନେ
ସ୍ୱଳ୍ପ ମିଆଦୀ ଖରିଫ କୃଷି ଋଣକୁ ମଧ୍ୟ ମିଆଦୀ କୃଷି ଋଣରେ ପରିବର୍ତ୍ତନ କରାଯିବ। ଆଉ ଗୋଟେ ଏଇଟା ବୋନସ୍ ରହିଲା, ଯଦି ତୁମ ଚାଷୀ ଚାହ ଯଦି ସ୍ୱଳ୍ପ ମିଆଦୀ ଖରିଫ କୃଷି ଋଣକୁ ମାନେ ଆପଣ ଚାଷ ଜମି ଯୋଉ ଲୋନ୍ କରିଛନ୍ତି, ତ ସେଥିରେ ଯଦି ଆପଣ ମିଆଦୀ କୃଷି ଋଣରେ ପରିବର୍ତ୍ତନ କରାଯିବ, ମାନେ ଆପଣଙ୍କର ରିସେଣ୍ଟଲି ମାନେ ଋଣକୁ ପୁଣି ଆପଣ ଚେଞ୍ଜ କରିପାରିବେ, ଯୋଉଟା କି ଆପଣଙ୍କ ଯୋଉ ସମିତି କିମ୍ବା ଆପଣଙ୍କ ଯାହାକୁ ଯେ ଋଣ କରୁଛନ୍ତି କୃଷି ଋଣକୁ ନେଇକି ସେଥିରେ ଆପଣ ମଧ୍ୟ ଚେଞ୍ଜ କିଛି କରିପାରିବେ, ଯୋଉଟା କି ସରକାର ଆପଣଙ୍କୁ ଫେସିଲିଟି ଦଉଛନ୍ତି। ତ ଏଇଟା ରହିଲା ଆପଣଙ୍କ 10ଟି ସୂତ୍ରରେ ରହିଲା ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତ ଏଇଟା ହେଲା ଆପଣଙ୍କ ବହୁତ ଦୂର ଉପରେ ଚାଷୀ ଭାଇମାନଙ୍କ ପାଇଁ। ଏବଂ ଏବର୍ଷ ଆପଣମାନଙ୍କୁ ଯଦି ଏଇସବୁ ଜିନିଷ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କୁ ଏଇସବୁ ଜିନିଷ ଆପଣଙ୍କୁ ସୁବିଧା ପାଇବେ। ଏବଂ ଯାହା ବି କିଛି ମୁଁ ଆପଣଙ୍କୁ କହିଲି, ଡିବିଟି ମାଧ୍ୟମରେ ଟଙ୍କା ପାଇବା ମାନେ ଆପଣ ବିହନ ପାଇବା କିଣିବା ପାଇଁ ଟଙ୍କା ପାଇବେ, 17,000 ଟଙ୍କା ପ୍ରତି ଅଛି ସେଟା ମଧ୍ୟ ପାଇପାରିବେ। ବ୍ୟକ୍ତିଗତ ହେଇଥିଲେ ଆପଣମାନଙ୍କର 8,500 ଟଙ୍କା ପାଇପାରିବେ। ତ ଏଇସବୁ ଜିନିଷ ପାଇସାରିଲେ ବର୍ତ୍ତମାନ ଚାଲନ୍ତୁ ଜାଣିବା କି ଆପଣ ଏଇ ସବୁ ଜିନିଷ ସବୁ ପାଇବେ, ଏଥିରେ ଆପଣ କୋଉ କୋଉ ଡକୁମେଣ୍ଟ ସବୁ ଲାଗିବ ଏବଂ ଆପଣ କାହାକୁ ନେଇକି ଆପଣମାନେ ଏଇ ଡକୁମେଣ୍ଟ ସବୁ ଦେବେ। ଆପଣମାନେ ତ ଏଇସବୁ ଜିନିଷ ଜାଣିପାରିଲେ, ବର୍ତ୍ତମାନ ଜାଣିବା ଆପଣ ଏଇ ଯୋଉ ଡକୁମେଣ୍ଟ ନେଇକି ଆପଣ କାହାକୁ ଦେବେ। ଦେଖନ୍ତୁ, ପ୍ରଥମେ ଆପଣ କଣ କରିବେ, ନିଜ ନିଜ ଡକୁମେଣ୍ଟ ଯୋଉ ଆବଶ୍ୟକ ରହିଛି, ପ୍ରଥମେ ଆପଣଙ୍କର ଆଧାର କାର୍ଡ ଲାଗିବ। ଠିକ ଅଛି, ଆଧାର କାର୍ଡ ଲାଗିବ। ଦୁଇରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ ଦେବେ। ଏବଂ 3ରେ ଆପଣଙ୍କର ଯୋଉ ଜମି ବାଡି ପଟ୍ଟା ବା ଲ୍ୟାଣ୍ଡ ରେକର୍ଡ ଲ୍ୟାଣ୍ଡ ରେକର୍ଡ ଆପଣଙ୍କୁ ଦେବା ପାଇଁ ପଡିବ। ବୁଝିପାରିଲେ ଜିନିଷଟି? ତ ଏଇ 3ଟା ଜିନିଷ ଆପଣଙ୍କୁ ନେଇ ଦେବା ପାଇଁ ପଡିବ। କୋଉଠି ନା ଆପଣଙ୍କ ଯୋଉ ପାଖରେ ଥିବା କୃଷି ଅଧିକାରୀ କିମ୍ବା ଆପଣଙ୍କର ଭିଡବ୍ଲ୍ୟୁ ଯୋଉମାନେ ଅଛନ୍ତି, ତ ସେମାନେ ତାଙ୍କୁ ନେଇ ଦେବା ପାଇଁ ପଡିବ। ସେମାନେ ତାଙ୍କର ସିଷ୍ଟମରେ ଫିଲିଂ କରିକି ଆପଣଙ୍କ ସେ ଅନଲାଇନ ମାଧ୍ୟମରେ ସେମାନେ କରିଦେବେ। ଏବଂ ମନେ ରଖିଥାନ୍ତୁ, ଯଦି ଆପଣମାନେ ଏଇ ଯୋଉ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କୁ କରିବା ପାଇଁ ଏଇସବୁ ଜିନିଷଟି ଆପଣମାନଙ୍କର ଇ-KYC ଏବଂ ଡିବିଟି ଲିଙ୍କ ଏଇସବୁ ଜିନିଷ ଥିବା ଦରକାର। ଯଦି ଇ-KYC ଏବଂ ଡିବିଟି ଲିଙ୍କ ଆପଣଙ୍କ ପାଖରେ ନାହିଁ, ତାହେଲେ ଆପଣମାନେ ଏସବୁ ଜିନିଷ ସୁବିଧା ପାଇପାରିବେନି। କାହିଁକିନା ସରକାର ଯାହା ବି ସବସିଡି ଟଙ୍କାକୁ ମଧ୍ୟ ଦେବେ, ଆପଣ ସେ ଡିବିଟି ମାଧ୍ୟମରେ ଦେବେ। ଯୋଉ ବ୍ୟାଙ୍କରେ ଆପଣଙ୍କର ଡିବିଟି ଥିବ, ସେ ଡିବିଟି ମାଧ୍ୟମରେ ଯଦି ଆପଣ ସରକାର ଦେବେ ଏଇ ସବୁ ଜିନିଷ, ତାହେଲେ ଯାଇକି ଆପଣମାନେ ସେ ଫସଲର ଆପଣ ପାଇପାରିବେ। ଠିକ ଅଛି, ତ ବୁଝିପାରିଲେ? ଆଶା କରିବି କି ଭିଡ଼ିଓଟି ଆଜି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ, ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ବେଲକୁ ଅଲ୍ ସେଟ୍ କରିଦେବେ। କାହିଁକିନା ଆମେ ଯାହା ବି କିଛି ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଆପଣଙ୍କୁ ଭିଡ଼ିଓ ଜିନିଷ ପକେଇ ପାରୁଛୁ, ଆପଣମାନେ ସେ ବିଷୟରେ ଜାଣିପାରିବେ। ତ ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।